ଏଭଳିଆ କୌଣସି ଅଦିନିଆ ରଥଯାତ୍ରା ନ ହଉ ସେ ବାବଦରେ ଯାହା ପଦକ୍ଷେପ ନେବା କଥା ଆମେ ନିଶ୍ଚିତ ଭାବରେ ନେବୁ। ଥରେ ରିପେୟାରିଂ ନ ସରିବା ପର୍ଯ୍ୟନ୍ତ କାହିଁକିନା ଗଣତି ମଣତି ରତ୍ନଭଣ୍ଡାର ଭିତରେ ହିଁ ହେବ ବିଧି ଦୃଷ୍ଟିରୁ। ମହାପ୍ରଭୁଙ୍କର କୌଣସି ଅଳଙ୍କାର ବାହାରେ ରତ୍ନଭଣ୍ଡାର ବାହାରେ ଗଣତି ହେବାର କୌଣସି ବିଧି ନାହିଁ। ତେଣୁକରି ଥରେ ରିପେୟାରିଂ କାମ ସରିଲା ପରେ ଗଣତି ମଣତିର କାମ ରତ୍ନଭଣ୍ଡାର ଭିତରେ ହିଁ ଆରମ୍ଭ ହେବ। ତେଣୁକରି ସେ ପ୍ରକ୍ରିୟା ପାଇଁ ଆମେ ଅପେକ୍ଷା କରିଛୁ। ଥରେ ରିପେୟାରିଂ ସରିବ ଆମେ ବି ଏସ୍ଆଇକି କହିଛୁ ଯଥାଶୀଘ୍ର ସେ କାମ ସାରିବା ପାଇଁ। ଥରେ ସେ କାମ ସରିଗଲା ପରେ ନିଶ୍ଚିତ ଭାବରେ ଗଣତି ମଣତିର କାମ ବି ଆରମ୍ଭ ହେବ। ହଁ, ଆଶା କରାଯାଉ ଜାନୁଆରୀ ଶେଷ ସୁଦ୍ଧା ଗଣତି ମଣତିର ପ୍ରକ୍ରିୟା ବି ଆମେ ସାରିବୁ। ହଁ, ଉଭୟ ରିପେୟାରିଂ ତାପରେ ଗଣତି ମଣତି। ଜିପିଆର୍ ସର୍ଭେର ଯାହା ରିପୋର୍ଟ ମୁଁ ତ ଯାହା ଆଗରୁ ବି କହିଥିଲି ସେ କଥା ପ୍ରାୟତଃ ଯେଉଁ କଥା ଆମେ ଆଶଙ୍କା କରୁଥିଲୁ ଯେ ଗୁପ୍ତ ସମ୍ପଦ କଥା କି କୌଣସି ପ୍ରକାର ଭଏଡ୍ କରୁଥିବ ସୁଡ଼ଙ୍ଗ ଇତ୍ୟାଦିର କଥା ପ୍ରାୟତଃ ସେ କଥା ଅମୂଳକ ବୋଲି ଜଣାପଡ଼ୁଛି ଏବଂ ତାର ପୁରା ବିଧିବଦ୍ଧ ରିପୋର୍ଟ ଆସିବା ପରେ ମୁଁ ଆଉ ଟିକେ ସ୍ପଷ୍ଟତାର ସହିତ କହିବି। ମେଘନାଥ ପ୍ରାଚୀରର ଯେଉଁ ମରାମତି କାମ ସେ କାମ ତ ସେମାନେ ଆରମ୍ଭ କରିଛନ୍ତି, ତେବେ ଆଉ ତାର କିଛି ପାର୍ଟ କାମ ପୁରା ସମ୍ପୂର୍ଣ୍ଣ ଶୁଖିଲେ ଯାଇ ହିଁ କରିହେବ। ସେଟା ସମ୍ପୂର୍ଣ୍ଣ ଶୁଖିବା ପାଇଁ ଅପେକ୍ଷା କରାହେଇଥିଲା। ମୁଁ ସେ ବାବଦରେ ଆଉଥରେ ତାର ଆମେ ଏ ଭିତରେ 2-4 ଦିନ ଭିତରେ ପ୍ରାୟ ବୁଧବାର ପରେ ଆମେ ଗୋଟେ ତାର ସମୀକ୍ଷା ବି ଆଉଥରେ କରୁଛୁ। କେତେ ବାଟ କାମର ଅଗ୍ରଗତି ହେଇଛି କ'ଣ ହେଇଛି ସେ ବାବଦରେ ହେବ ଏବଂ ସେ ବାବଦରେ ସ୍ପଷ୍ଟତା ସେତେବେଳେ ଆସିବ ଯେ ଆଉ କେତେ ଦିନ ଲାଗିବ ସେ କାମ ସମ୍ପୂର୍ଣ୍ଣ ମରାମତି କରିବା। ନାଇଁ ବହୁତ ଶୀଘ୍ର ଆରମ୍ଭ ହେବ, ବହୁତ ଶୀଘ୍ର ଆରମ୍ଭ ହେବ। ସେଥିପାଇଁ ସେମାନେ ପୁରାପୁରି ଭାବେ ପ୍ରସ୍ତୁତି ବି ଆରମ୍ଭ କରିଛନ୍ତି। ଜାନୁଆରୀ ଶେଷ ସୁଦ୍ଧା ଗଣତି ମଣତି ଆମେ ସାରିବୁ ବୋଲି ସେ ଟାର୍ଗେଟ୍। ହଁ, ଏବେ ସେ କଥା ମୋ ନୋଟିସ୍କୁ ଆସିଲା। ମୋ ମନ୍ଦିର ପ୍ରଶାସନ ସାଙ୍ଗରେ କଥା ହେଉଛି ଏବଂ ମୁଁ ଆଶା କରୁଛି ସେ ବାବଦରେ ଆମେ ଯଥାଯଥ ପଦକ୍ଷେପ ନେବୁ ଏବଂ ଆଗାମୀ ବର୍ଷ ଠାରୁ କୌଣସି ଦିନ ଏଭଳିଆ କୌଣସି ଜାଗାରେ ବି ଓଡ଼ିଶା ପ୍ରଦେଶ ଭିତରେ ତ ଅନ୍ତତଃ ଏଭଳିଆ କୌଣସି ଅଦିନିଆ ରଥଯାତ୍ରା ନ ହଉ ସେ ବାବଦରେ ଯାହା ପଦକ୍ଷେପ ନେବା କଥା ଆମେ ନିଶ୍ଚିତ ଭାବରେ ନେବୁ। Get ready for Diwali Blast at Wonder World Water Park and Resort Puri. Enjoy an exciting 30% off on all tickets now starting at just ₹550.